तमर भाज दुईटा दायित्व खाली रहा 25 किलो बोट डाल खाली बतुरे दे पड़े आम साही माइकिना तो दीटा माइकिना से आमको दौर 25 किलो बोट डाल खाली बतुरे दे पड़े आ कुछ दरकार से घर ताला है मुझे जाऊ जाऊ आसबिनी गाड़ी नहीं पड़े कम मैडम आगे दौते जिब्बे तो लोक ठकी दौर खोजिले
ମାରିକି ଖଣ୍ଡ ଖଣ୍ଡ କରିଦେଇଛନ୍ତି। ସେ ତ ମୁକ୍ତି ସଜୀବନୀ ବିଦ୍ୟା ଜାଣିଛନ୍ତି ନା, ସଜୀବନୀ ବିଦ୍ୟା ପ୍ରୟୋଗ କରି ଗଛକୁ ବଞ୍ଚେଇ ଦିଅନ୍ତି। ଏମିତି ବାରମ୍ବାର ଚାଲିଲା। ତେଣୁ କାହିଁକି କହୁଛି ନା ଘରେ ଘରେ ଆଜି ମଦର ବୋତଲ ବାପ ଆଗେ ହବ। ଆମେ ବାପ ତାକୁ ମନା କରିପାରିବେନି କି ପୁଅମାନେ ମଧ୍ୟ ଶୁଣିବେନି। କିନ୍ତୁ ଏଇ ପୁରାଣ କଥା ଯଦି ପ୍ରକୃତରେ ଆମେ ଶୁଣିବା ତାହେଲେ ୟାର ପ୍ରକୃତରେ କେତେ ବିଶ୍ୱସନୀୟତା ଘଟଣା ଅଛି। କୁରୁକୁରି ଆଣିକିରି ଖାଉଛ ବାପ ଏମିତି ବାପ ପଦାରେ ଖାଉଛ, ତାହେଲେ ସେଦିନ ମଧ୍ୟ ସେୟା ହେଲା। ସେଦିନ ମଧ୍ୟ ସେୟା ହେଲା। ଶୁକ୍ରାଚାର୍ଯ୍ୟଙ୍କୁ ଅସୁର ମାନେ କଣ କଲେ, ଗଛକୁ ମାରିକିରି ଆଜ୍ଞା ମଣିଷ ମାଂସକୁ ରୋଷେଇ କଲେ। ମଣିଷ ମାଂସକୁ ରୋଷେଇ କରିକିରି ମଦ ସହିତ ଶୁକ୍ରାଚାର୍ଯ୍ୟକୁ ପାଇଦେଲେ। ଶୁକ୍ରାଚାର୍ଯ୍ୟ ପେଟ ଭିତରେ ରହିଲା କଚ। ଏଥର ଯେତେବେଳେ ଝିଅ କହିଲା ମୋର କଚ ଦରକାର, ମୋର ସେଇ ପୁଅଟି ଦରକାର, କୁଆଡେ ଗଲା? ସେ ନାଲି ଚେୟାରଟା ମଗେଇ ଆଣି କୁଆଡେ ଗଲା? ଟାଣି ଆଣି ସେ ଚେୟାରଟା। କଚ ପେଟରେ ହଜମ ହବା ଉପରେ ହଜମ ହେଇଯିବ। ଯଦି କଚ ଗଲା ସରିଗଲା, ସେ ଚେୟାରରେ ବସି ଆଉ କହ କଚ ଆଉ ବଞ୍ଚିବନି, କଚ ଆଉ ବଞ୍ଚିବନି। ତାହେଲେ ଦେବଦାନୀ କହିଲେ ମୋର ସେଇ ପୁଅଟି ଦରକାର। ସେଟା ଘୁଞ୍ଚେଇ ଦେ ପ୍ରେମିକ ଦରକାର ନା ମୋର ପ୍ରେମିକ ଦରକାର। ଆଜ୍ଞା ଦେଖନ୍ତୁ କୋଉ ଭଳିଆ ପରିସ୍ଥିତି। ତେଣୁ ସେଇଠି ଶୁକ୍ରାଚାର୍ଯ୍ୟ କହିଲେ ମୁଁ ଯଦି ମଦ ଖାଇନଥାନ୍ତି ମୋର ଏ କଥା ହେଇନଥାନ୍ତା। ତେଣୁକରି ସେଇଠି ଶୁକ୍ରାଚାର୍ଯ୍ୟ ମଦକୁ ଅଭିଶାପ କଲେ। କହିଲେ ତାଙ୍କୁ